भारी एवटा पसंद चिन्ना माटी सब भल न बढ़िया आपन आइसने एंजॉय कर से जो प्लेट थाली तो मम्मी रो नाही करे मसाजर भी अच्छी मसाजर छोटे छोटे सब हैंडक्राफ्ट बढ़िया जिन ये मो आइसक्रीम नहीं गला ए मो आइसक्रीम ता हाथ में हड़प हो गला सब खेल आपणकर सांग साथी बंधु बांधव समस्त नानी तो कौन आंटी देखे बालियात्र आंटी देखे आंटी देखे कौन भल है मांडिया बिस्कुट मो धन खाइब खाइदे मान्य खाई दे नानी खाइलु नानी खा खाइदे मो धन खाइद खाइदे मैं खुआ दे सी मथुरा केक खाऊसी मांडिया बिस्कुट खाए ए नुआ जिन मो धन खाइद खाइदे एपटे बुलियो मो धन खाइदे खाइलु बुढ़ी जा खाए तो तू से खा बिस्कुट खा मां मांडिया बिस्कुट खाइल केंदा लागे एक मिठा छड़ा खाइदेला उस तम केंदा लागे मुगुड़ा आनी ट्राई करा केंदा लागुची मांडिया मिक्सचर गुड मुथला ए दिरा नुआ जिनस आनी मिक्सचर लागुची राजा भल लागुनी याको खाइदेला ता टेस्ट जानि मामाम दियो बुढ़ी जा खाए की खुशी दे देखी चिता जतन लगाई छी दे ना जाई की मंदिर अगधुआ पुना संत करती ता चैतन्य लगा माय तते माता किए कला के पुना करछि तू कह दे तू का से कह बाबा के कला धन तते किए करछि से खाइयार व्यस्त तते खा पर दिन ता नाका बाका बोली की माली टा पिने ने जे मु कहले किए ना ना हौ ना कदी तक तुमी तोर बालिया तोर भलो जिन चांछि खाई कहबो कोथरि तयारी छी खा जोना कोन पड़ियो कदु दे खाई दे अन कहू तारे टेस्टी है जी को दे छी को आईडिया कर आईडिया कहि पर बिस्कुट बड़ा टेस्टी है हेल्दी किंतु नुआ पका जिनस काली तार देखिली बोले गोटे आन ट्राए करा मु तो जाई पाइली न हम जाई जा गोटे जिनस नै के आई जे ए जाई बिले का ए मो फ्रेंड मान के शेयर करी पारादी बालिया टे शेयर करी सांक पई जाइथली मेन करी माने काठाई तो टाइम नथला काली मांडिया रो बिस्कुट एटा मांडिया रो पिठा खाई तो मांडिया जाऊ खाई तो बिस्कुट के खाई नथवा मुंगली गोटे नुवा जिंस नै बहुत इंपोर्टेंट कथा हो जे जे मु मांडिया ही केबे खाई हे देखिलु मु तो केबे ट्राई करलु बिस्कुट खाउची बाटे मु विश्वास को मु विषय ना माने मांडिया जाऊ फो मु केबे खाई मो मम्मी जेते ट्राई कला मु कसबी नि ना एड़ा एमि देखाउ मु खाई केबे तो नाही मु कहले मु काले कष्ट रे मु बुद्ध कहले मम्मी गोटे खाई की देख केन लागुची ले तो कोन काम सब आनी छु
କିଛି ଆସୁ ନ ଆସୁ କିନ୍ତୁ ଆଚାର ପାମ୍ପଡ଼ଟା ଆଚାର ଆସୁ ଆଚାରଟା ଆସିବା ଦରକାର। ଆସିବା ପାମ୍ପଡ଼ କ'ଣ କି ଆଚାର ଖୋଲ 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 ଗୋଟେ ଗୋଟେ ଖୋଲ। ରୁଦ୍ର ତ ଯାଇଛି ଆଜି ତୋର ମୋର ଭିଡ଼ିଓ ବନେଇ ଏଇ ହଁ ଭାଇଙ୍କର ଗୋଟେ ପାଚିଆ କହିଲେ ଗୋଟେ ପାଚିଆ ନା ସବୁଆଡ଼ୁ କାମ ପାଇବ। ଇଏ ହଉଛି ପାମ୍ପଡ଼। ଇଏ ନୂଆ ପାମ୍ପଡ଼ ଗୋଟେ ଖାଇକି କହିବୁ ଆମେ ବନେଇଲେ ଜଣା ପଡ଼ିବ। ଇଏ ହଉଛି କି ଆଚାର? ଏ ଯେଉଁ ଆମ୍ବର ଯେଉଁ କୋରା ନୁହଁ ଇଏ ଆମ୍ବ କୋରା ଆଚାର। ସେଇଟା କି ଆଚାର? ସେ ଯେଉଁ ଚମ୍ପେଇ ଯେଉଁ ନୁହଁ ମାନେ ଆମ୍ବକୁ ଯେଉଁ ଆଦିବାସୀ ମାନେ କ'ଣ କରିଦେବୁ ଛେଲିକିରି ତ ଶୁଖେଇଦେଲେ ତାକୁ ଆଚାର ବନାଏ। ଏଇଟା ନିହାତି ଆବଶ୍ୟକ କାମରେ ଲାଗିବ। ଏଇ ବ୍ୟାଗ୍ ଜିନିଷ ଭାଗରେ ଆଗ ଏଇଗୁଡ଼ା ସେଇଟା ପଛରେ ସବୁ ବାହାରିବ ସେ ଭାଇଙ୍କର ଜିନିଷ କହିଲେ ଏଇଠୁ ଛୋଟ ଜିନିଷ ବଡ଼ କାମ ଲାଗିବ। ଭାଇ ଭାଉଜଙ୍କୁ ଦେଇଛନ୍ତି ଗୋଟେ ଗିଫ୍ଟ ବଢ଼ିଆ ଓର୍ଣ୍ଣିଟା ହେଲା। ଆଉ କ'ଣ ଶାଢ଼ୀ ଗୋଟେ ଆସିଛି। ଶାଢ଼ୀଟା ଭଲ ଦେଖାଯାଉଛି ଭଲ ଦେଖାଯାଉଛି ଭଲ ଦେଖାଯାଉଛି। ମୁଁ ଦେଖିଲି ଶାଢ଼ୀ ଆମର ଏଠି ଏମିତି କ୍ୱାଲିଟିର ଶାଢ଼ୀ ବେଙ୍ଗଲୀ ଲୋକ ଅଧିକା ପିନ୍ଧନ୍ତି। ଦିଟା ତିନିଟା ନାଇଁ ଆମର ଏଠି ଉଦୟଗଡ଼ରେ ଏଇ ଶାଢ଼ୀ ହେଉଛି ମାନେ ବେଙ୍ଗଲୀ ଲୋକ ଅଧିକା ପସନ୍ଦ କରନ୍ତି। ଆଉ ତମେ ନେଇକି ଆସିଛ ଆଉ ବ୍ଲାଉଜ ପିସ୍ ଯୋଉ ମେନ୍ କଥା ଆଣିଲି ଏଇ ଯୋଉଟା ଏଇଟା ବହୁତ ଭଲ ଲାଗିଲା ମତେ। ବଢ଼ିଆ ଲାଗିବ ଶାଢ଼ୀଟା। ଆଉ ଦେଖା ଦେଖା କ'ଣ କହିଲୁ ପା ପୋଛା ଆଉ ଇଏ ହେଉଛି ଠାକୁର ଘର ଜିନିଷ ଦୁଇଟା ସଳିତା। ଇଏ ହେଉଛି କ'ଣ ଭାଉଜ କୁହନ୍ତି? ଧଳା ସୋରିଷ ଆଉ ପୋଟଳ। ହଁ ସବୁ ଦେଶୀ ଜିନିଷ ଯେଉଁ ଆସିଥିଲା ନା ଭାଇକୁ ସବୁ ତ ଅଳ୍ପ ଅଳ୍ପ ନେଇକି ଟ୍ରାଏ କରିବା ଭଲ ଇଏ ଅବଶ୍ୟ। ଆଉ ଦେଖା କ'ଣ ଜିରା ଦେଶୀ ଫୁଟଣ ଆଣିଛନ୍ତି ଧଳା ସୋରିଷ ଏଇଠି ଦେଖେ ମସଲା ସବୁ ଦେଖେ ମସଲା ଗୁଣ୍ଡ ଇଏ କି ମସଲା ତ ମୁଁ କହିପାରିବି। ଲଙ୍କା ପାଉଡ଼ର ଗୋଟେ ଆଉ ଗୋଟେ କି ପାଉଡ଼ର ସେଟା ହଳଦୀ ସେ କହୁଥିଲା ଭଲ ହଳଦୀ ମୁଁ କହିଲି ଅଳ୍ପ ଛୋଟଟା ନେଇକି ଦେଖେ କେମିତି ପଡ଼ୁଛି ରହିବ 2-3 ଦିନ ନା ମୁଁ ନଗଲି ଭାଇ ନେଇ ଆସିବି। ଏଇଟାରେ ଭାଉଜ କ'ଣ ରଖିବା ଆଣିଛ? ଲଙ୍କା ଲଙ୍କା କଞ୍ଚା ଲଙ୍କା ରହିବ ଫ୍ରିଜ୍ରେ। ଏ ଭାଇଙ୍କର ସବୁ କହିବ ମୁଁ ମନା ସାବୁନ ଗ୍ୟାସ୍ ରହିବ ଏଇଠି ବାପୁ ଯେତେ ଗ୍ୟାସ୍ ଆଣ ମୋ ବାପୁ ସବୁ ଭାଙ୍ଗି ଦେଉଛି। ଏଇଟା କ'ଣ ରଖିବ? କ'ଣ ଭାଇ କହିଲେ ଆଚାର ରହିବ। ଏଇ ସେ ଭାଇଙ୍କ ଜିନିଷ ଇଏ ହେଉଛି ଗ୍ଲାସ୍। ଇଏ ବାପୁନ 100ଟା ଭାଙ୍ଗୁଛି ନା ସେଥିପାଇଁ ତାପରେ ଏମିତି ସବୁ ନେଇଯାଇଛି। ଯେତେ କାଠ ଗ୍ୟାସ୍ ଖାଇଛି। ଏ ତେଲ ଫୁଲ ରଖି ହବ ନହେଲେ ଯୋଉ ଛେନା ଯୋଉ ଛିଣ୍ଡୁଛି ଅଲଗା ରଖ। ଇଏ ଟିକି ମଗଡ଼ ତମେ ତ ଛୋଟ କୁନି ପୁଅ କେହି ନଥାନ୍ତୁ ଏଇ ଗୋଟେ କାମ ଦେବା ଗୋଟେ ନେଇଯାଇଛି ଆଉ। ଠାକୁର ଘର ରଖିବା। ହଁ ଏଇ ଡବା ବଢ଼ିଆ ହେଇଛି। ଏମିତି ଡବା ସବୁ କେତେଟା ହେଇଛି ଦେଖିଲୁ? 2ଟା ହେଇଛି ନା ଆଉ ଗୋଟେ ହେଇଛି ନା 4ଟା ଡବା ହେଇଛି ଏଇଠି ଗୋଟେ ତ ବଡ଼ ପଛରେ। ଏ 4ଟା ଡବା ଭିତରୁ ଏଇ 2ଟା ଭଲ ଦେଖାଯାଉଛି। ସେ ଡବା ଖାଇକି ନେଇ ଆଚାର ଫାଚାର ରହିବ କ'ଣ ରହିବ ସେ ନେଇଛି। ଏଇଟା ତ ଆମ ମନ୍ଦିର କାମ ଲାଗିବ। ବୋର୍ଡ଼ ଭାଙ୍ଗି ଯାଇଥିଲା ଗୋଟେ ଅଛି ଲୁହାର 2ଟା ପ୍ଲାଷ୍ଟିକର। ଭାଇ ଆଜି ପୁରା ମନ୍ଦିର ପୁରା ସିରିୟସ୍। ହଁ ଡେରିରେ ତ ଯାଇଛନ୍ତି ପୁରା ସିରିୟସ୍। ଏତେ ଲେଟ୍ ଆମେ ଆଇଲୁ ତାକୁ 12ଟା କେତେରେ ଆମେ ଆସିଲୁ। ମୁଁ ଯାଇ ଘର ଭିତର ଘରଟା ପୋଛି ଦେଇଛି। ପୋଛି ଦେଇଛ? ଆଉ ଭାଇ କହିଲେ ଖାଲି ଓଳା ହେଇଛି ଭାଇ ପୁଣି ପୋଛିଛନ୍ତି। ଆରେ ମୁଁ କେତେବେଳେ ପୋଛିଛି ଶୁଖି ଯାଇଛି ଭାଇ ପୁଣି ମୁଁ ମନେ କହିଲି ଭାଇ କରନ୍ତୁ କାହିଁକି ଭାଇ ବେଲେ ତା ସହିତ ବାହାର କାମ କରୁଛି ଭାଇ ପୋଛିଦିଏ। ଏତେ ଲେଟ୍ କୁହନା ଶୋଇଛୁ 1:30 ବେଳେ। ଆଗେ ଯାଇଛି ଠାକୁର ଘର ଓଳେଇଛି ଆଗେ ଘର ପୋଛି ତାପରେ ଦାଣ୍ଡ ଓଳେଇଛି। ସେ କଥା କହୁନ ଏଇ ମେହେନ୍ଦି ଦେଖ ଏପଟେ ଏଇଟା କଣ ଧୂପ କାଠି ଗୋଟେ ଝୁଣା ଧୂପ ହେଇଛି ଗୋଟେ ଚନ୍ଦନ ଧୂପ ଆଉ ବିସ୍କୁଟ ଆସି ଖାଇକି ସରିଗଲା ସମସ୍ତେ ଆମେ ଟେଷ୍ଟ କରିକି ଆଉ ଆସିବ ଆଉ ଏଇସବୁ ଜିନିଷ ଆମର ବାଲିଯାତ୍ରାରୁ ଆସିଛି। କେମିତି ସବୁ ଲାଗିଲା କ'ଣ ସବୁଠୁ ଭଲ ଲାଗିଲା? ମୋତେ ଡବା 2ଟା ଭଲ ଲାଗିଲା। ଆମ ଠାକୁର ଜିନିଷ ହେଇଛି ମୁଁ ଏକ ସବୁ ଗୋଟେ ପ୍ଲାଷ୍ଟିକ ଡବା ଦେବି ଏ ସେ ଜରି ଏ ଡାଲାଟା ଭାଇଙ୍କର ଏ ଡାଲାଟା କେତେ କାମ ଲାଗିବ? ଡାଲଟା କାମ ଲାଗିବ ସତ କଥା ଡାଲଟା କାମ ଲାଗିବ। ଖୋଲ ଏଟା ଏବେ ଖୋଲା ତାର ଗୋଟେ କାମ ହେଲେ ଏଟା ଖୋଲା ଆଉ ଗୋଟେ ଜିନିଷ ସେଟା ବଡ଼ ଜିନିଷ ଆଣିଛି। ତଳେ ପଡ଼ି ନା 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 ସେ ଆସିଛି ଆଉ ତୁ ଦେଖିବୁନୁ 100 ଗଣ୍ଠି ପକେଇଛ ଖୋଲି ହବନି। ବଢ଼ିଆ ଲାଗେ କିନ୍ତୁ କାର୍ପେଟ ଆସିଥିଲା ମୋର ଭାରି ପସନ୍ଦ। ବାଲିରେ ଭିଡ଼ କମ୍। ଏଇ ଷ୍ଟଲ୍ ହେଲା ଯେତିକି ପକେଇବା ତା ରେଟ୍ ସବୁ ବଢ଼ି ଦେଇଛି ନା ଷ୍ଟଲ୍ ରେଟ୍ ସବୁ
ମାନେ ଦିନ ଚାର୍ଜ ଗୋଟେ ଦିନ ଚାର୍ଜ ଅଧିକା କରିଦେଇଛି ପକେଇନାହାନ୍ତି ଆଉ। ତଥାପି ଅଛି ଗହଳି ଆମେ ତ ଏତେ ଲେଟ୍ରେ ହେ ମେନ୍ ଜିନିଷ ଦେଖେଇନି ରେ ଏଇଠି ମେନ୍ ଜିନିଷ ଦେଖାଏନି ଆଉ କଣ ଏଇଟା କୋଉଥିରେ ହେଇଛି କହିଲୁ ରୁଦ୍ର ସବୁ ବାହାର ଏପଟ ସେପଟ କରିଦେଇଛ ଖୋଲି ସକାଳ ଗୋଟେ କତା ହେଇଛି ଯୋଉ ନଡିଆ କତାରେ ହେଇଛି ନାଡ଼ିଆ କଥା ବଢ଼ିଆ ହେଇନି ବଢିଆ ହେଇଛି। ସବୁଠୁ ବଢ଼ିଆ ଜିନିଷଟା ଏଇଟା ଏଇ ସିରିଏଲ ଆଜିକାଲି କୋବି ବନ୍ଧା କୋବି କି ଆପ୍ଲାଏ କରୁଛନ୍ତି କୋବି ଜାଣିଛ କାଗଜ ମୁଣ୍ଡା କରିଦଉଛନ୍ତି ତାକୁ କଲର ଦେଇଛନ୍ତି ହ୍ୱାଇଟ ର ବନ୍ଧାକୋବି ତାକୁ ଏମିତି ମିଛରେ ଛୁରୀ ଦେଇକି ଏମିତି ଏମିତି କରୁଛନ୍ତି। ଆଉ କାର୍ପେଟଟା କେମିତି ହେଇଛି କହ ବଢିଆ ହେଇଛି। କାମ ହେଇସାରିଲା ପରେ ପୁଣି ଆସିବ ମୋର ଅଲଗା କାର୍ପେଟ ସବୁ ଅଛି 1.5 କିଲୋ କାର୍ପେଟ ଗୋଟେ ରଖିଛି ମୁଁ ଭିତରେ ଏଇଟା ବଢ଼ିଆ ହେଇନି ଛୋଟିଆଟା ବଢିଆ ହେଇଛି ଠାକୁର ଘର ପାଇଁ ଓକେ। ନା ହଉ ଏବେ ଫ୍ରେଣ୍ଡମାନଙ୍କୁ ସେୟାର କରିବି କ'ଣ କାମ ଚାଲିଛି ପଛରେ ସବୁ ସେୟାର କରି କ'ଣ କାମ ଚାଲିଛି କ'ଣ ନାହିଁ ମୋତେ ସବୁଠୁ ଭଲ ଲାଗିଲା ଏଇଟା ସବୁଠୁ ବେଷ୍ଟ ଭଲ ହେଇଛି। ନା ମୁଁ କହୁଥିଲି ରଖିଦା ଭାଇ କହିଲେ ନା ଏବେ ୟୁଜ୍ କର